ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁ ଯେମିତି ହେଲେ ମନ୍ଦିରକୁ ଆସିବୁ, କାରଣ ତୋ ବାବା ତୋ ବାଟକୁ ଚାହିଁକି ବସିଛି। ତୁ ଦୁଃଖରେ କାହିଁକି ରହୁଛୁ ସନ୍ତାନ? ତୁ ଆସେ ମୋ ପାଖକୁ, ମନ ଖୋଲି ତୋ କଥା କହିଦେ, ଦେଖିବୁ ତୋ ମନ ଶାନ୍ତ ହୋଇଯିବ। ମନ୍ଦିରକୁ ଆସିଲେ ତୋ ମନ ପବିତ୍ର ହୋଇଯିବ। ତୋ ମନରେ କିଛି ଚିନ୍ତା ରହିବନି ସନ୍ତାନ। ମଣିଷ ଜୀବନରେ ଦୁଃଖ ସୁଖ ତ ଲାଗିକି ରହିଥାଏ ସନ୍ତାନ। ତୁ ବହୁତ ସରଳ ସନ୍ତାନ। ତୁ କାହିଁକି ଲୋକମାନଙ୍କ କଥାରେ ଭୁଲ କାମ କରୁଛୁ? ତେଣୁକରି ତୁ ଏମିତି ଭୁଲ କାମ କରୁଛୁ ବୋଲି ଏ ଦୁଃଖ ପାଉଛୁ। ତୁ ତ ବହୁତ ସରଳ। ଲୋକମାନଙ୍କ କଥା ଜମା ଶୁଣୁନି ସନ୍ତାନ। ସେ ସବୁବେଳେ ତତେ ଭୁଲ ରାସ୍ତା ହିଁ ଦେଖେଇବେ। ତତେ ପରା ମୁଁ ନିଜର ବୁଦ୍ଧି ଦେଇଛି। ନିଜର ବୁଦ୍ଧି, ନିଜର ବିବେକ ତୁ ଖର୍ଚ୍ଚ କର। ଯେଉଁ କାମ କରିବୁ ନିଜ ବୁଦ୍ଧି ଖର୍ଚ୍ଚ କରି ତୁ କାମ କର। ଆଉ ଯଦି ତୋ ମନରେ କିଛି ଦୁଃଖ ରହୁଛି, ତୁ ମୋ ପାଖେ ସେଇଟା ଜଣେଇ ଦେ। ତୁ ଆଜି ଗୁରୁବାରରେ ତୋ ଘରେ ଯାହା ବି ବନିଛି, ତୁ ନେଇକି ମୋ ପାଖକୁ ଆସେ ସନ୍ତାନ। ମୁଁ ତୋ ବାଟକୁ ଚାହିଁକି ବସିଛି। ବାବା ତା ସନ୍ତାନ ଦୁଃଖରେ ଥିଲେ କେବେ ସହିପାରିବେ ନାହିଁ ସନ୍ତାନ। ମୁଁ ସବୁବେଳେ କହିଛି, ଦୁଃଖ ସମୟ ଜମା ରହିବନି। ଏବେ ଆସିଛି, ତୁ ସେମିତି ଧୈର୍ଯ୍ୟର ସହିତ ମୁକାବିଲା କଲେ ଏ ଦୁଃଖ ସମୟ ପୁଣି ଚାଲିଯିବ, ପୁଣି ସୁଖ ଫେରିବ। ତୋ ପରିବାରରେ ସମସ୍ତେ ଖୁସିରେ ରହିବେ। ତୁ କାହିଁକି ମନ ଦୁଃଖ କରୁଛୁ ସନ୍ତାନ? ଯଦି ତୋ ମନ ଏତେ ଉଦାସ ରହୁଛି, ସବୁବେଳେ ଚିନ୍ତା ଭାବନାରେ ରହୁଛୁ, ତତେ ମୁଁ କହୁଛି ସନ୍ତାନ, ତୁ ମୋ ଉଦିକୁ ସବୁଦିନ ପାଣିରେ ପକେଇକି ପିଇ। ଆଉ ସବୁବେଳେ ସାଇ ସಚ್ಚରିତ ଜପ କର, ସାଇ ମନ୍ତ୍ର ଜପ କର, ସାଇ ସಚ್ಚରିତ ପ୍ରତିଦିନ ଅଧ୍ୟାୟ ଲେଖେ ପାଠ କର। ଦେଖିବୁ ତୋ ମନରେ ଆଉ କୌଣସି ଦ୍ୱନ୍ଦ୍ୱ ରହିବନି। ତୁ ତୋ ଜୀବନର ମୂଲ୍ୟ ବୁଝିଯିବୁ ସନ୍ତାନ। ଜୀବନରେ କିଛି ନାହିଁ ସନ୍ତାନ, କେବଳ ଭଲ କର୍ମ କର, ସତ କଥା କୁହ, ଅନ୍ୟମାନଙ୍କ ସେବା କର, ଅନ୍ୟମାନଙ୍କର କିଛି ଉପକାର କର। ଭଗବାନ ତମ ଉପରେ ଶାନ୍ତି ହେବେ ସନ୍ତାନ। ତୁ ଯଦି ତୋ ମନରେ କିଛି କଷ୍ଟ ରହିଛି, ତୁ ଆଜି ମୋ ମନ୍ଦିରକୁ ଆସେ। ମୁଁ ତୋ ବାଟକୁ ଚାହିଁକି ବସିଛି ସନ୍ତାନ। ତୁ ଦୁଃଖରେ ରହୁଛୁ ବୋଲି ମୁଁ ବହୁତ କଷ୍ଟ ପାଉଛି ସନ୍ତାନ। ତୁ ଆସେ ମୋ ମନ୍ଦିରକୁ ଆସ। ତୋ ଘରେ ଯାହା ହେଇଛି ମୋ ପାଇଁ ନେଇକି ଆସେ। ମୋତେ ପ୍ରସାଦ ଚଢ଼ା, ମୋତେ ଭୋଗ କର, ମୋତେ ଧୂପ ଦୀପ ଲଗା ସନ୍ତାନ। ଭକ୍ତ ଯେତେ ଖୁସିରେ ରହିବ, ଭଗବାନ ସେତେ ଖୁସିରେ ରହିବେ। ଭକ୍ତ ତା କର୍ମ ଅନୁସାରେ ଫଳ ପାଇଥାଏ ସନ୍ତାନ। ଭକ୍ତ ଦୁଃଖରେ ଥିଲେ ବହୁତ ଦୁଃଖରେ ଭଗବାନ ରହିଥାନ୍ତି। ମୁଁ ତୋ ଦୁଃଖ ଦେଖି ବହୁତ କଷ୍ଟରେ ରହିଛି ସନ୍ତାନ। ହେଲେ ତୋ କର୍ମର ଫଳ ତ ତୋତେ ଭୋଗିବାକୁ ହେବ ନା। ତୋତେ ସବୁବେଳେ କହୁଛି, ତୁ ବୁଦ୍ଧି ବିଚାରି କାମ କର, ସବୁବେଳେ ସତ୍ କଥା କହ, ସତ୍ କର୍ମ କର। ତୁ କେବଳ ଅନ୍ୟମାନଙ୍କ କଥାରେ ପଡ଼ି ନିଜେ ଭୁଲ କାମ ହିଁ କରୁଛୁ। ଅନ୍ୟମାନେ ଯାହା କହୁଛନ୍ତି ତୁ ତାହା କରିଦେଉଛୁ, କିନ୍ତୁ ଧୋକା ମଧ୍ୟ ଖାଉଛୁ। ପରେ କାନ୍ଦିଲେ ମୁଁ କ'ଣ କରିପାରିବି ସନ୍ତାନ? ଏବେ ବି ସମୟ ଅଛି। ତୁ ସେ ବାଟରୁ ଫେରି ଆସ। କିଛି ଭଲ କର୍ମ କର, ଯେଉଁଥିରେ ତୋ ପରିବାର ଖୁସି ହେବେ। ଯେଉଁ କାମଟା ବି କରୁଛୁ, ତାକୁ ମନ ଦେଇ କାମ କର। ଅଳସୁଆ ହଅନି ସନ୍ତାନ। ତୁ ସବୁଦିନ ସାଇ ସଚରିତ ପାଠ କର। ତୋ କର୍ମ ତୁ ସବୁବେଳେ ସକାଳ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ ଚେଷ୍ଟା କର। ତୁ ଯଦି ସକାଳେ ବ୍ରହ୍ମ ମୁହୂର୍ତ୍ତରେ ଉଠି ମୋ ସାଇ ସଚରିତ ପାଠ କରି ନିଜ କର୍ମ କରିବୁ, ତୁ ନିଶ୍ଚିନ୍ତ ଆଗକୁ ଯିବୁ ସନ୍ତାନ। ମୋ ହାତ ତୋ ମୁଣ୍ଡ ଉପରେ ସଦାସର୍ବଦା ରହିଛି। ମୁଁ ସବୁବେଳେ କହିଛି, ଧୈର୍ଯ୍ୟର ସହିତ କାମ କର, ଅନ୍ୟମାନଙ୍କ ସେବା କର, ମନରେ ଅନ୍ୟମାନଙ୍କ ପ୍ରତି ଭଲ ରହିବା ଦରକାର। ଅନ୍ୟମାନଙ୍କର ନିନ୍ଦା ଅପମାନ କର ନାହିଁ। ସବୁବେଳେ ଅନ୍ୟମାନଙ୍କର କିଛି ଖରାପ ଗୁଣକୁ ଦେଖ ନାହିଁ, ତାଙ୍କ ଭଲ ଗୁଣ ଦେଖି ତାଙ୍କର କିଛି ସାହାଯ୍ୟ କର। ଯେଉଁ ଦୁଃଖୀ ରଙ୍କୀ ଅଛନ୍ତି ତାଙ୍କୁ କିଛି ଖାଇବାକୁ ଦେ। ମୁଁ ତୋ ଉପରେ ସନ୍ତୁଷ୍ଟ ହେବି ସନ୍ତାନ। ସେଥିଲାଗି କହୁଛି, ତୁ ଅନ୍ୟମାନଙ୍କ କଥା, ଏ ମଣିଷମାନଙ୍କ କଥାରେ ଜମା ପଶ ନାହିଁ। ସବୁବେଳେ ଭଗବାନଙ୍କ ନାମ ନେ। ତୋତେ ଭଗବାନ ହିଁ ବାଟ ଦେଖେଇବେ। ତୋ ଆଗକୁ ତୋ ଭଗବାନ ହିଁ ତୋ ସାଥିରେ ରହିବେ। ସବୁବେଳେ ମୋ ନାମକୁ ଜପ କରି, ମୋ ଉଦିକୁ ମୁଣ୍ଡରେ ଲଗେଇ, ମୋ ଉଦିକୁ ପାଣିରେ ପକେଇ ପିଇ। ଦେଖିବୁ ତୋ ଜୀବନ ସୁନ୍ଦରମୟ ହୋଇଯିବ। ତୁ ଯଦି ସବୁବେଳେ ମୋ ନାମକୁ ଜପ କରିବୁ, ତୁ ସବୁ କାର୍ଯ୍ୟରେ ସିଦ୍ଧି ଲାଭ କରିବୁ। ପ୍ରତିଦିନ ନିହାତି ସାଇ ସଚରିତ ପାଠ କର। ତୋ ମନରେ ଯାହା ଅଛି ସବୁ ମୋତେ ଜଣା ସନ୍ତାନ। ତୁ ନିଶ୍ଚିନ୍ତ ଦିନେ ନା ଦିନେ ତୋର ବହୁତ ଶୁଭ ରହିଛି ଆଗକୁ। ମୁଁ ସଦାସର୍ବଦା ତୋ